କରିବି ଯେ ତାଙ୍କର ଆଜିକାର ବିଷୟବସ୍ତୁ ଦ୍ୱିତୀୟ ପଦକ୍ଷେପ ଆରମ୍ଭ କରୋନା ଭାଇ। ବନ୍ଦେ ମାତରମ୍। ସମସ୍ତ ଦିବ୍ୟ ଜୀବନ ଅଭିପ୍ସୁ ଅପା ଓ ଭାଇମାନଙ୍କୁ ମୋର ହାର୍ଦ୍ଦିକ ପ୍ରଣାମ। ବନ୍ଧୁଗଣ, ଆଜିର ଯେଉଁ କାର୍ଯ୍ୟକ୍ରମ ବିଷୟରେ ଦୟା ଭାଇ ନିଶ୍ଚିତ ସ୍ୱାଗତ ସୂଚନାରେ କହିଛନ୍ତି, ଆମେ ମନସ୍ତରୀୟ ଶିକ୍ଷା ବିଷୟରେ ଆଲୋକପାତ କରୁଛୁ ମାଙ୍କ ଶିକ୍ଷା ପ୍ରସଙ୍ଗର ବହିରୁ। ଏଥିରେ ଆମେ ଗୋଟିଏ ପାଠଚକ୍ର କରିଥିଲେ, ଯେଉଁଥିରେ କି ଆମେ ଏଇ ମନର ପ୍ରାରମ୍ଭିକ ଅବସ୍ଥା କଥା ମା କହିଥିଲେ, ଆମେ ତାହାକୁ କଥା ହେଇଥିଲେ। ଆଜି ସେହି ଗତ ପାଠଚକ୍ରର ସାରାଂଶକୁ ଟିକେ ଶୁଣିବା ଆଉ ତାପରେ ଆଗକୁ ବଢ଼ିବା। ସେଦିନ ଆମେ କଥା ହେଇଥିଲେ ଯେ ମନସ୍ତରୀୟ ଶିକ୍ଷାଟି ସବୁ ସତ୍ତାମାନଙ୍କ ଶିକ୍ଷା ଭିତରେ ବିଶାଳ ଆଉ ସୁବିଦିତ। ଅର୍ଥାତ୍ ଏଇଠି କଥା ହେଇଥିଲେ ଏହା ଏତେ ବଡ଼ ତାର ପରିସର ବା ପରିବ୍ୟାପ୍ତି ଯେ ତା ଭିତରେ ହିଁ ମଣିଷ ଜୀବନର ଯାବତୀୟ ଲାଭ କ୍ଷତି ନିହିତ ଥାଏ। ଯିଏ ଯେତେ ବିଶାଳ ହେଇଯିବ, ଅର୍ଥାତ୍ ମନକୁ ବିଶାଳ କରିବ, ସେ ସେତେ ଉନ୍ନତତର ଜୀବନଟେ ବଞ୍ଚିବ। ତା ଛଡ଼ା ଏତେ ବିଶାଳ ପରେ ବି ମା କହିଲେ ଯେ କେତୋଟି ମାତ୍ର ବିରଳ ଦୃଷ୍ଟାନ୍ତ ହୁଏତ ସେଥିରେ ଅଛି, ଯେଉଁ ସାଧାରଣ ମନ ସ୍ତରରେ ଆମେ ବଞ୍ଚୁଛୁ। ତା ଛଡ଼ା ଅନେକ ଫାଙ୍କ ମଧ୍ୟ ସେଇ ମନ ସ୍ତର ଶିକ୍ଷା ଭିତରେ ବି ରହିଛି, ଯାହାକି ମନ ସ୍ତରର ଶିକ୍ଷା ଯେତେ ଆମେ କଲେ ବି ସମ୍ପୂର୍ଣ୍ଣ ହେବନି। ତାହା ପରବର୍ତ୍ତୀ ଚାପ୍ଟରରେ ମା ତାକୁ ବର୍ଣ୍ଣନା କରୁଛନ୍ତି। ଚୈତ୍ୟ ଶିକ୍ଷା ଚାପ୍ଟରରେ ଆମେ ସେସବୁ ପଢ଼ିବା। ଯାହା ବି ହେଉ, ତେଣୁ ଅନେକ କଥା ଆମକୁ ତଥାପି ପ୍ରୟାସ କରିବାକୁ ପଡ଼ିବ, ମନକୁ ପ୍ରସ୍ତୁତ କରିବାକୁ ପଡ଼ିବ, ତେବେ ଯାଇକି ଏକ ସୁନ୍ଦର ନିରାମୟ ଜୀବନଟେ ଆମ ସମସ୍ତଙ୍କ ଭାଗ୍ୟରେ ଆସିବ। ତା ଛଡ଼ା ଆଉ କ'ଣ ଜାଣିଥିଲେ ନା, ଯେତେ ଆମେ ପଢ଼ିଲେ ବି, ମନକୁ ପ୍ରସ୍ତୁତ କଲେ ବି, ମା କହୁଛନ୍ତି ସମ୍ପୂର୍ଣ୍ଣ ବିକାଶ ପାଇଁ ତଥାପି ତାହା ଅଯଥେଷ୍ଟ ଅଟେ ବା ସମ୍ପୂର୍ଣ୍ଣ ହେଇପାରିବ ନାହିଁ। ଯେମିତି ଆମେ ଏକ ଆଖ୍ୟା ଶୁକ୍ରାଚାର୍ଯ୍ୟ କଥା କହିପାରିବା, ଯିଏକି ଦାନବ ଗୁରୁ ଥିଲେ। ସେ ବହୁତ ଜ୍ଞାନୀ ପଣ୍ଡିତ ଏବଂ ବହୁତ କିଛି ଜାଣିଥିଲେ। ଏପରିକି ସେ ମୃତ୍ୟୁକୁ ଅତିକ୍ରମ କରିବା ଭଳି ଯେଉଁ ମନ୍ତ୍ର, ସେ ମନ୍ତ୍ରକୁ ସେ ଜାଣିଥିଲେ, ହେଲେ ସେ ତଥାପି ଅସୁରମାନଙ୍କୁ ସାହାଯ୍ୟ କରୁଥିଲେ। ଯାହାଫଳରେ କି ମାନେ ଦେବଶକ୍ତି ବହୁତ କ୍ଷତି ହେଉଥିଲା। ବିଶେଷ କରି ଭଗବତ କାର୍ଯ୍ୟରେ ତାହା ବହୁତ ପ୍ରତିବନ୍ଧକ ଥିଲା। ତେଣୁ ମନର ମଧ୍ୟ ସେଇ ଅବସ୍ଥା। ତଥାପି ଏଇ ମନକୁ ଆମକୁ ଅଧିକ ବିକଶିତ କରିବାକୁ ପଡ଼ିବ। ତାପରେ କହୁଛନ୍ତି, ଆମେ ଯେଉଁ ବିଦ୍ୟାଳୟ ଶିକ୍ଷା ଯାହା ଚାଲିଛି, ସାଧାରଣ ଭାବରେ ଆମେ ଯାହା ଜାଣିଛୁ ତାହା ହେଲା ଯେ କ'ଣ ନା, ମନେ ରଖି ବା ସ୍ମରଣ ଶକ୍ତି ବଢ଼େଇ ଯଦି ପିଲାକୁ କେବଳ ଖାଲି ଘୁଷି ଘାସି ଦିଆଯାଏ, ତାହା କାଳେ ସେମାନଙ୍କ ପାଇଁ ସର୍ବୋତ୍ତମ ଶିକ୍ଷା ବା ଯେ ଯେତେ ମନେ ରଖିପାରିବ ଆଉ ତାକୁ ପରୀକ୍ଷାରେ ଲେଖିପାରିବ ବା କହିପାରିବ, ସେ ସବୁଠାରୁ ବଡ଼ ଜ୍ଞାନୀ। ଏବେ ବି ଆମେ ଦେଖୁଛୁ ବହୁତ UPS ପରୀକ୍ଷା, IPS ପରୀକ୍ଷା, ବିଭିନ୍ନ ପରୀକ୍ଷା ସବୁ ହେଉଛି। ସେ ପରୀକ୍ଷାରେ ଟପ୍ ଲେବୁଲକୁ ସେମାନେ ଯାଉଛନ୍ତି ଯେଉଁମାନେ ଯେତେ ମନେ ରଖିପାରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା, ଏତେ ମନେ ରଖିଲା ପରେ ବି ଆମେ ଦେଖୁଛେ ଏବେ ପୃଥିବୀର ସମଗ୍ର ବାତାବରଣର ଅବସ୍ଥା। ତାପରେ ମା ପୁଣି କହୁଛନ୍ତି ଯେ ଏଇ ମନସ୍ତରୀୟ ଶିକ୍ଷା ଯାହା ବି ଅଛି, ତାକୁ ଯେତେ ତାଲିମ କଲେ ବି ତାହା ସେତିକି ସାମର୍ଥ୍ୟବାନ ହେଇପାରେନି। ଅର୍ଥାତ୍ ଆମେ ଯଦି ସ୍ମରଣ ଶକ୍ତିକୁ ଖାଲି ତାଲିମ ଦେବା, ତାହା ଯଥେଷ୍ଟ ହେବନି। ତା ପାଇଁ ଆଉ କିଛି ଉପାୟ ଅଛି, ଆଉ କିଛି ମାଧ୍ୟମ ଅଛି।
अर्थात आउ किछिटा ताकू जदि सामर्थ्य करा जाए ताले से अधिक किछि करि पारिबो सेटाकू से कहउचंती जे गोटे मेंटल जिम्नास्टिक भाबरे से शब्द प्रयोग करचंती मेंटल जिम्नास्टिक बोली कहउचंती अर्थ मन को विभिन्न क्षेत्र रे ताकू कसरत करियो पड़िबो गोटे व्यायाम करियो पड़िबो एवं करिया फल रे से मनटी तार विभिन्न विभाग मध्य से माने बतैचंती से विभिन्न विभाग रे से उत्कर्षता साधन करिबो एवं जो उत्कर्षता ताकू दिने एक आउ गोटे उच्च स्तर को नबारे सहायक हब जदिओ ता माने माँ को भाषा रे संपूर्णता आसीबो नाही तथापि संपूर्णता आसीबा पई एक माध्यम हो पारिबो सेठिरे आमे 5 पॉइंट मध्य से दिन 5 प्रकार दक्षता विषय रे सम्यक खाली माने पढ़ी थिले आज से गुडी को गुटी गुटी देखिबा जे प्रथमे पढ़ी थिले जे डेवलपमेंट ऑफ the power of concentration, the capacity of attention अर्थात गोटे एकाग्र शक्ति एवं अभिनिवेश शक्तिर अभिवृद्धि बा तार सामर्थ्य विकास करिबा एक कथा गोटे पढ़िथिले आउ द्वितीय रे पढ़िथिले डेवलपमेंट ऑफ the capacities of expansion widening complexity एंड रिचनेस अर्थात मनर गोटे आउ गोटे एक दक्षता अच्छी जे मनर संप्रसारण तार व्यापकता तार बहुमुखीता तार समृद्धिशालीता सामर्थ्य को वृद्धि साधन करिबा आउ गोटे पढ़थिले जे तृतीय रे जे ऑर्गेनाइजेशन ऑफ वन्स आइडियाज अराउंड ए सेंट्रल आइडिया अर्थात कौन से को केंद्रीय विचार को तार यही केंद्रीय विचार चतुर्पार्श्व रे तार अन्यान्य सबु आदर्श बा तार भाव को केंद्रीभूत करिया पड़ियो एटा गोटे सबुठारु बढ़िया पॉइंट अच्छी पर ताकू देखिबा तापर आ गोटे पढ़ुथिले दे थॉट कंट्रोल rejection of undesirable thoughts to become able to think only what one wants and when one wants एटा गोटे मध्य से कहउचंती जे एक चतुर्थ स्तर कथा जे कौन करिवो ना सी थॉट कंट्रोल करिवो आउ रिजेक्शन करिवो आउ कौन कंट्रोल करिवो रिजेक्शन करिवो ना कौन तार आवश्यकता अछि कामना से करिवो कौन नहीं ताकू मध्य से छाड़िवो एई भली एक ता भितरे गोटे योजनाबद्ध भाव रे मन को प्रस्तुत करियो पड़िवो आउटे कहउथले शेषटा दे डेवलपमेंट ऑफ मेंटल साइलेंस परफेक्ट काम एंड ए मोर टोटल रिसेप्टिविटी टू इंस्पिरेशंस कमिंग फ्रॉम द हायर रिजन्स ऑफ द बीइंग एटा सुंदर कथाटा शेष रे कहउचंती जे ताकू कोन करिया पड़िबो ना एक उन्नतशील मन करिया पड़िबो जोथिरे कि परफेक्ट साइलेंस थिबो निश्चलता थिबो अधिकरु अधिक से ग्रहणशील हो पारथुबो जहा कि ताकू कोन करिबो ना इंस्पिरेशन करिबो जे उपरु झरी आसुथुबा उच्च उच्च स्तररु उच्च उच्च राज्यरु बा अंचलरु आसुथिबा विभिन्न प्रकारर भाव ता भीतर को प्रवेश करिवो एभली 5टी कथा अछि जाको आमे क्रमान्वय रे गुटे गुटे देखिबा प्रथम हैला जे डेवलपमेंट ऑफ पावर ऑफ कंसंट्रेशन रे कहउचनी एकाग्रता केमति आसीबो तो जणे पिलार एकाग्रता आनिबा पई बा हम समस्त मध्य सेतिरे माने भुक्तभोगी आमे से सब को मध्य अभ्यास सेते करिनु आम जीवन रे कारण आमे माँ को जानिला परे एगुडी को बुझुचु तेबे मौलिक भाव रे जे देखिबा गले पिला मानकु जे माने कंट्रोल करिवे बा से मानक एक कथा सिकेइबे से माने मध्य निजे जानिबे से बापा माँ हुंतु बा अपा भाई हुंतु बा शिक्षक मानकु मध्य कह जाउछि से माने कोन करिवे आमे ए क्षेत्र रे श्री अरविंदंकर गोटे मेसेज नहीं परिबा से कहउचंती कंसंट्रेशन
means fixing the consciousness in one's place or in one object in a single condition. सुंदर कथाटे कहते कनसेंट्रेशन कौन हम ना मीन्स फिक्सिंग द कॉन्शियसनेस इन वन प्लेस कहते गोटे कौन से एक भाव बा चिंता को गोटे जगह फिक्स करवा आम गोटे जगह केवल खाली फिक्स करथुवा आउ कौन करथुवा ना और इन ए ऑब्जेक्ट किंबा कौन से एक विषय वस्तु उपरे आमे मनोनिवेश करथुवा सेठी को अनुथुवा देखुथुवा जानुथुवा सेठी को इन ए सिंगल कंडीशन ता मध्य बेसी कंडीशन नथिबो सिंगल कंडीशन थिबो बेसी गोटे उद्देश्य नहीं कि आमे से सब को एकाग्र हो पारिबा नाही एटा श्रीमंतर मत पुणी आउटे जगह कहते कंसंट्रेशन इज ए गैदरिंग टुगेदर ऑफ द कॉन्शियसनेस concentration is a gathering together of the consciousness and centralizing in the point or turning in the single object that is the divine एटी ताकू आउ टिके परिपुष्ट करी कहउचंती जे कोन कंसंट्रेशन कोन हबो ना गैदरिंग टुगेदर ऑफ द कॉन्शियसनेस एंड centralizing one point or turning in the single object that is divine अर्थात divine शेषटा हला केवल divine हमर सब गुड़ाक चिंता चेतना भावना जहाँ भी अच्छी सिंगल पॉइंट कहते केवल भगवत अभिमुखे जमिति होइथिबो एवं तारी उद्देश्य रे ही आमे चिंता गुड़िक करूथुबा सेमिति मध्य जे ताकर आउटिए कथारे से कहते आम पिलामानू किपरि साहाय्य करि परिबा ए क्षेत्र रे जे जैसे मन की शिक्षा में वैसे ही हृदय का शिक्षा में सबसे अच्छा तरीका है कि बच्चे को उसकी पूर्णता के लिए सही रास्ते पर लाया जाए और उसे उसका अनुसरण करने के लिए प्रोत्साहित करें उसकी निगरानी रखें सुझाव दें मदद करें लेकिन हस्तक्षेप न करें सुंदर कथा भी से एका कथा कहते जे आमे हृदय शिक्षा हो किंबा मनर शिक्षा कहते जहाँ भी हो यही मनर शिक्षा को कहते किपर करिया पड़िबो ना ताको ठीक रास्ता रे नबाक चाहिबा सही रास्ता पे कहते नबाक चाहिबा तेबे ता कहबा तू तो मन को अनुसरण कर मन को अनुसरण करिया पड़िबो ता भितरे ताको प्रोत्साहित करिया पड़िबो ताको निगरानी करिया पड़िबो अर्थ से विषय अधिक माने मनोनिवेश बा ध्यानस्थ होबा पड़िबो तापरे से सुझाव दे कौन सी निजे बुझिबो जानिबो ताको अनुभव करिबो एटा बड़ कथा आउ कहते यह ही कौन हम मदद करें लेकिन हस्तक्षेप न करें यही आम बर साहाय्य करवा किंतु हस्तक्षेप करवा ना कौन सी लोकर कम आम हस्तक्षेप करवा उचित नुहे बा तार मनर विकास कथा जो आम चिंता करवा से ताकू नेकी सब कथी करहब कि ताकू छाड़ी नुहे बा तापरे आरोप प्रत्यारोप करी नुहे ये कथाटी सबुठार गुरुत्वपूर्ण कथा तेणु एक कथा को जे आउ एक भाव में सावित्री लिखुं मिस्टिक बार्थ प्लेस ऑफ सोल जेता मनर यही सब कथा से आगेब कर मन को केते सी नीरव कर आगु भाई से कथा कहते नीरवता नहले से जमा ए क्षेत्र में आगे पार ना दि मिस्टिक बार्थ प्लेस ऑफ दि सोल तार निगूढ़ रहस्य तार यही सोल भीतर ही अच्छी से खोजब स्थिर होगले खोजा बाट सहज हम At last there came a bare, indifferent sky, where silence listened to the cosmic voice, but answered nothing to a million calls. One sole endless question met with no response. मन को केते नीरव कले बा ताकू निज बुझा
ତାକୁ ସୁଯୋଗ ଦେଲେ କେତେ ସୁନ୍ଦର ସେ ମନଟି ପ୍ରସ୍ତୁତ ହେଇପାରେ। ସେ କହୁଛନ୍ତି ଏ ଯେ ଖୋଲା ଆକାଶ ବା ଗୋଟେ ନଗ୍ନ ଆକାଶ ଭଳି ତା ମନକୁ ତାକୁ ପ୍ରସ୍ତୁତ କରିବାକୁ ପଡ଼ିବ, ଯେଉଁଥିରେ କ'ଣ ହେବ, ହୁଏର୍ ସାଇଲେନ୍ସ ଲିସନିଂ ଟୁ ଦି କସ୍ମିକ୍ ଭଏସ୍ ସେ ଶୁଣିପାରୁଥିବ। ବିଶ୍ୱଗତ ବା ଜାଗତିକ କ'ଣ ସବୁ ଘଟୁଛି ସେ ତା ଭିତରେ ହିଁ ଶୁଣିପାରିବ ବା ଜାଣିବ। ବଟ୍ କ'ଣ ହେଉଥିବ ନା ବଟ୍ ଏନ୍ସାର୍ଡ ନଥିଙ୍ଗ ଟୁ ଏ ମିଲିୟନ କଲ୍ସ। ଯେତେ ତାକୁ ସ୍ୱର ଶବ୍ଦ କଲେ ବି କୌଣସି ପ୍ରକାର ନିୟୁତ ଯଦି ତାକୁ ସ୍ୱର ଶବ୍ଦ କରାଯାଏ, ଡକାଯାଏ, ସେ ସେମିତି ସ୍ଥିର ଅବିଚଳିତ ରହୁଥିବ। କେମିତି ନା ଦି ସୋଲ୍ ଏଣ୍ଡଲେସ୍ କ୍ୱେଶ୍ଚନ୍ ମେଟ୍ ୱିଥ୍ ନ୍ୟୁ ରେସ୍ପନ୍ସ। ଯେମିତି ମାନେ ଅସୀମ କ୍ୱେଶ୍ଚନ୍ ବା ପ୍ରଶ୍ନ ହେଲେ ବି ଯେମିତି କୌଣସି ଉତ୍ତର ନାହିଁ, କୌଣସି ଉତ୍ତର ସେ ଦେଉନଥିବ। ଏଇଭଳି ଅବସ୍ଥାକୁ ନେବାକୁ ହେଲେ କେତେ ପ୍ରଯତ୍ନ ଆବଶ୍ୟକ ନୁହେଁ, ଏଗୁଡ଼ା ବୁଝିବାକୁ ହେବ। ତେଣୁ ଏଇ ଯେଉଁ କନସେନ୍ଟ୍ରେସନଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ ପ୍ରତ୍ୟେକଙ୍କ ପାଇଁ। ଏଠି ମା ଦେଖିବା, ମା ଆମକୁ କେଉଁ କଥା କହୁଛନ୍ତି। ଏହି କଥାଟିକୁ ମୋଟେ ଅସ୍ୱୀକାର କରିହେବ ନାହିଁ ଯେ ପିଲାମାନଙ୍କର ଭାବନା ଗୁଡ଼ିକ ସର୍ବଦା ନାନା ଆଡ଼କୁ ବିକ୍ଷିପ୍ତ ହୋଇ ବୁଲୁଥିବାରୁ ହିଁ ସେମାନଙ୍କର ମାନସିକ ଅଗ୍ରଗତିର କ୍ଷେତ୍ରରେ ସେମାନଙ୍କୁ ସର୍ବାଧିକ ବାଧାର ସମ୍ମୁଖୀନ ହେବାକୁ ପଡ଼ୁଥାଏ। ସେମାନଙ୍କର ଭାବନାମାନ ମେଞ୍ଚାଏ ପ୍ରଜାପତି ପରି ସବୁବେଳେ ଏଣେତେଣେ ହୋଇ ଡେଣା ଫଡ଼ଫଡ଼ କରି ବୁଲିବାରେ ଲାଗିଥାନ୍ତି ଏବଂ ସେଗୁଡ଼ିକୁ ଗୋଟିଏ ଜାଗାରେ ଆଣି ସଂଲଗ୍ନ କରି ରଖିବାକୁ ସେମାନଙ୍କୁ ବହୁ ଆୟାସ କରିବାକୁ ପଡ଼ିଥାଏ। ତଥାପି ସେହି ସାମର୍ଥ୍ୟଟି ସେମାନଙ୍କ ଭିତରେ ହିଁ ନିହିତ ହୋଇ ରହିଥାଏ। କାରଣ ଯେତେବେଳେ ତୁମେ ସଫଳତାର ସହିତ ସେମାନଙ୍କର ଆଗ୍ରହକୁ ଜାଗୃତି କରି ଆଣିପାର, ସେତେବେଳେ ସେମାନେ ପ୍ରକୃତରେ ଅନେକ ପରିମାଣର ଅଭିନିବେଶ ଲାଗି ସମର୍ଥ ହୋଇଯାଆନ୍ତି। ତେଣୁ ଆପଣାର କୁଶଳ ବୃଦ୍ଧିକୁ କାମରେ ଲଗାଇ ଜଣେ ଶିକ୍ଷକ ପିଲାକୁ ଧୀରେ ଧୀରେ ଏପରି ଭାବରେ ସାହାଯ୍ୟ କରିପାରିବ ଯାହାଦ୍ୱାରା କି ସେ ଆପଣାକୁ ଅଭିନିବିଷ୍ଟ କରି ରଖିପାରିବାର ଏକ ଅବିଚ୍ଛିନ୍ନ ପ୍ରୟାସ କରିପାରିବ ଏବଂ ସିଏ ଯେଉଁ କାମଟିକୁ କରୁଛି ସେଥିରେ ଅଧିକରୁ ଅଧିକ ସମ୍ପୂର୍ଣ୍ଣ ଭାବରେ ନିମଗ୍ନ ହୋଇ ରହିବାର ସାମର୍ଥ୍ୟ ମଧ୍ୟ ଅର୍ଜନ କରିପାରିବ। ଖେଳ ଠାରୁ ଆରମ୍ଭ କରି ପୁରସ୍କାର ପ୍ରଦାନ ପର୍ଯ୍ୟନ୍ତ ଯେଉଁ ସବୁ ଉପାୟ ଓ ପଦ୍ଧତି ଦ୍ୱାରା ପିଲାର ଏହି ଅଭିନିବେଶ ସାମର୍ଥ୍ୟଟିର ବିକାଶ ସମ୍ଭବ, ସେହି ସବୁଗୁଡ଼ିକୁ ଆମେ ଏହି କ୍ଷେତ୍ରରେ ନିଶ୍ଚୟ ଉପଯୋଗୀ ବୋଲି କହିପାରିବା ଏବଂ ଆବଶ୍ୟକତା ଓ ପରିସ୍ଥିତି ଅନୁସାରେ ଆମେ ସେହି ସବୁଗୁଡ଼ିକର ଉପଯୋଗ କରିପାରିବା। ମାତ୍ର ଏହିସବୁ ପ୍ରଣାଳୀ ପିଲାର ମନସ୍ତରରେ ଯେଉଁ କାର୍ଯ୍ୟ କରେ ତାହା ହିଁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଏବଂ ତେଣୁ ପିଲାକୁ ଆମେ ଯାହା କିଛି ଶିକ୍ଷା ଦେବାକୁ ଇଚ୍ଛା କରୁଛୁ ସେଇଥିରେ ପିଲାର ଯେପରି ଏକ ପ୍ରକୃତ ଆଗ୍ରହ ଜନ୍ମିବ, ସେହି କାର୍ଯ୍ୟଟିକୁ ସେ ଶ୍ରଦ୍ଧାର ସହିତ କରିବ ଏବଂ ଅଗ୍ରଗତି କରିବା ଲାଗି ତା ଭିତରେ ଯେପରି ସ୍ୱତଃ ଏକ ଇଚ୍ଛା ଜନ୍ମ ଲାଭ କରିବ, ତାହା ହିଁ ହେଉଛି ସର୍ବଶ୍ରେଷ୍ଠ ଓ ଅସଲ ପଦ୍ଧତି। ପିଲା ଶିକ୍ଷା କରିବାକୁ ଭଲ ପାଇବ, ଏହାକୁ ହିଁ ପିଲା ପାଇଁ ଆମର ସର୍ବଶ୍ରେଷ୍ଠ ଓ ସବୁଠାରୁ ଅଧିକ ମୂଲ୍ୟବାନ ଦାନ ବୋଲି କୁହାଯାଇପାରିବ। ପିଲା ସବୁବେଳେ ଓ ସବୁଠାରେ ଶିକ୍ଷା କରିବାରେ ହିଁ ଶ୍ରଦ୍ଧା ରଖିବ, ଯେପରିକି ତା ଜୀବନରେ ଯାବତୀୟ ପରିସ୍ଥିତି ଓ ଯାବତୀୟ ଘଟଣା ଲାଗି ଅଧିକ ଓ ଆହୁରି ଅଧିକ ଶିକ୍ଷା ପ୍ରାପ୍ତ କରିବା ଲାଗି ସତତ ଗୋଟିଏ ନୂତନ ସୁଯୋଗରେ ପରିଣତ ହୋଇପାରିବ। ସେଥିଲାଗି ଅଭିନିବେଶ ଓ ସଂକେନ୍ଦ୍ରଣ ସହିତ ଆମକୁ ପର୍ଯ୍ୟବେକ୍ଷଣ, ଯଥାର୍ଥ ସଂରକ୍ଷଣ ଓ ନିଷ୍ଠାପର ଭାବରେ କାର୍ଯ୍ୟ କରୁଥିବା ସ୍ମୃତି ଶକ୍ତିଟିକୁ ମଧ୍ୟ ସମ୍ପୃକ୍ତ କରି ରଖିବାକୁ ହେବ। ବିଭିନ୍ନ ପ୍ରକାରର ସ୍ୱତଃସ୍ଫୂର୍ତ୍ତ ଅଭ୍ୟାସ ଓ ଅନୁଶୀଳନ ଦ୍ୱାରା ଉପସ୍ଥିତ ଯାବତୀୟ ସୁଯୋଗର ବିନିଯୋଗ ଦ୍ୱାରା ଶିଶୁର ଭାବନାକୁ ଜାଗ୍ରତ, ପ୍ରସ୍ତୁତ ଏବଂ ତତ୍ପର କରି ରଖି ଏହି ପର୍ଯ୍ୟବେକ୍ଷଣ ଶକ୍ତିଟିର ବିକାଶ କରାଯାଇପାରିବ। ସ୍ମୃତି ଶକ୍ତିର ଅଭିବର୍ଦ୍ଧନ ଅପେକ୍ଷା
ବୋଧଶକ୍ତିର ଉତ୍ତରୋତ୍ତର ବିକାଶ ଉପରେ ହିଁ ସର୍ବଦା ଅଧିକ ମହତ୍ତ୍ୱ ଦେବାକୁ ପଡ଼ିବ। ଆମେ ଯେତିକି ବିଷୟ ଭଲ କରି ହଜମ କରିପାରୁ ଓ ବୁଝିଥାଉ, କେବଳ ସେତିକି ବିଷୟକୁ ହିଁ ଆମେ ଯଥାର୍ଥ ଭାବରେ ଜାଣୁ। ଯେଉଁ ସବୁ ବିଷୟକୁ ଆମେ ଅତ୍ୟନ୍ତ ଯାନ୍ତ୍ରିକ ଭାବରେ ଖାଲି ମୁଖସ୍ଥ କରି ପକାଇଥାଉ, ସେ ସବୁ ଅଳ୍ପ ଅଳ୍ପ କରି କ୍ରମଶଃ କ୍ଷୀଣ ହୋଇଯାଆନ୍ତି ଏବଂ ପରିଶେଷରେ ଏକାବେଳକେ ଅନ୍ତର୍ହିତ ବି ହୋଇଯାଆନ୍ତି। ମାତ୍ର ଯଥାର୍ଥ ଭାବରେ ବୁଝିଥିବା କୌଣସି ବିଷୟ କେବେ ହେଲେ ବିସ୍ମୃତ ହୁଏ ନାହିଁ। ଅଧିକନ୍ତୁ ପିଲା ଯେତେବେଳେ ବିଭିନ୍ନ ବିଷୟର କିପରି ଓ କାହିଁକିକୁ ନେଇ ତୁମକୁ କିଛି ପଚାରିବାକୁ ଆସିବ, ସେତେବେଳେ ତୁମେ କଦାପି ତାକୁ ସେ ସବୁକୁ ବୁଝାଇ ଦେବାକୁ ମନା କରିଦେବ ନାହିଁ। ଯଦି ନିଜେ ବୁଝାଇ ଦେଇ ନପାରିବ, ତେବେ ସେଗୁଡ଼ିକୁ ବୁଝାଇ ଦେବା ପାଇଁ ଯେଉଁମାନଙ୍କର ଯୋଗ୍ୟତା ରହିଛି, ପିଲାକୁ ତୁମେ ସେମାନଙ୍କ ପାଖକୁ ଯିବା ଲାଗି କହିବ, ଅଥବା ଯେଉଁ ସବୁ ବହିରେ ସେହି ପ୍ରଶ୍ନଟିର ଚର୍ଚ୍ଚା କରାଯାଇଛି, ସେହିପରି କେତୋଟି ବହି ପଢ଼ିବାକୁ ତାକୁ ପରାମର୍ଶ ଦେଇପାରିବ। ଏହିପରି ଭାବରେ ତୁମେ ଅଧିକରୁ ଅଧିକ ପରିମାଣରେ ପିଲା ଭିତରେ ଯଥାର୍ଥ ଅଧ୍ୟୟନ ଲାଗି ଏକ ଯଥାର୍ଥ ରୁଚି ଜାଗ୍ରତ କରି ଆଣିପାରିବ। ଅଧିକରୁ ଅଧିକ ଜାଣିବା ଲାଗି ଏକ ଅନବରତ ପ୍ରୟାସ କରିବାର ଅଭ୍ୟାସଟିକୁ ମଧ୍ୟ ତୁମେ ତା ଭିତରେ ସମ୍ଭବ କରିପାରିବ। ଏଇଟା ଆମେ ଏଇ ପ୍ରଥମ ପଏଣ୍ଟ ହିସାବରେ ଏତିକି ଯେ ଦେଖିଲେ ଯେ ଜାଣିବା ଯେ ମା କ'ଣ କହୁଛନ୍ତି। ଏଥିରେ ବିସ୍ତୃତ ଭାବରେ ମା ବର୍ଣ୍ଣନା ନିଶ୍ଚିତ କରିଛନ୍ତି। ଆମେମାନେ ଯେ ଶୁଣୁଥିବା ସହଜ କଥା ରେ ଆମେ ବୁଝିପାରୁଥିବା ଯେ ମା ସେଇ ଯେଉଁ ଏକାଗ୍ରତା ଆଉ ଯେ ଅଭିନିବେଶର ଅର୍ଥ କ'ଣ କହୁଛନ୍ତି, ପିଲାକୁ କିପରି ଆମେ କରିପାରିବା। ନା ପ୍ରଥମେ କହୁଛନ୍ତି ଯେ ଆମ ସମସ୍ତଙ୍କ ମନ, ପିଲାର ମନ ମଧ୍ୟ ଯେମିତି ବିକ୍ଷିପ୍ତ, ଯେମିତି ଉଡ଼ିଲା ପ୍ରଜାପତି ଭଳି ଆମେ ଏଣେ ତେଣେ ବୁଲୁଥାଉ, ଠିକ୍। ଆଉ ସେଗୁଡ଼ିକୁ ଏକାଗ୍ର କରିବା ବହୁ କଷ୍ଟସାଧ୍ୟ ବ୍ୟାପାର। ଆଉ କହୁଛନ୍ତି ତାକୁ ଯଦି ଆମେ ଏକାଗ୍ର କରିବା, ତେବେ ତା ଭିତରେ ଗୋଟିଏ ସୁନ୍ଦର ପଏଣ୍ଟ କହିଲେ ଯେ ତାକୁ ଆମେ ଆଗ୍ରହ ତା ଭିତରେ ସୃଷ୍ଟି କରିପାରିବା। ଯଦି ତେବେ ଯାଇ ପିଲା ବିକ୍ଷିପ୍ତ ମନୋଭାବଟି ପରିବର୍ତ୍ତନ ହେବ। ଆଗ୍ରହ କରିବା, ଆଚ୍ଛା କେଉଁ କ୍ଷେତ୍ରରେ ଆଗ୍ରହ କରିବା, କେମିତି କରିବା? ଆଗ୍ରହର ଅନ୍ୟ ଭାଷା ଆମେ କହିପାରିବା ଯେ ତାକୁ ଏକ ଜାଗୃତି ଅବସ୍ଥାକୁ ଆଣିବା, ଏକାଗ୍ର ଅବସ୍ଥାକୁ ଆଣିବା। ଅର୍ଥ ତାକୁ ଆମେ ନିମଗ୍ନ କରିବା, ତାକୁ ଆମେ ଅବିଚ୍ଛିନ୍ନ ପ୍ରୟାସ ଗୋଟେ କୌଣସି କ୍ଷେତ୍ରରେ କରିପାରିବା, ଯେଟାକୁ ଆମେ କହିପାରିବା ଆଗ୍ରହ ତାର ସେଇଠି ହିଁ ବଢ଼ିବ। ଯଦି ସେ ନିମଗ୍ନତା ଆସୁଛି, ତାର ଯଦି କୌଣସି କ୍ଷେତ୍ରରେ ମାନେ ଭଳି ହେଇଯିବା ବା ଭଲ ପାଇଯିବା ଗୋଟେ ପଳେଇ ଆସିବ, ସେଇ କ୍ଷେତ୍ରରେ ସେ ନିଶ୍ଚିତ ଏପଟ ସେପଟ ହେବ ନାହିଁ। କିନ୍ତୁ ଆମେ ପ୍ରାୟ ପ୍ରତ୍ୟେକ ପିଲାଙ୍କୁ ଯେତେବେଳେ ପାଠ ପଢ଼ଉ, ଆମେ ପ୍ରାୟ ପିଲାକୁ ପଢ଼ି ନଥାଉ, ପିଲାର ଭାବ ଦେଖିନଥାଉ। ପିଲାକୁ କ'ଣ ଆସିଛି, କିପରି ଆସିଛି, ଆମେ ଆଗରୁ ପଢ଼ିଛେ ଏ ବିଷୟରେ, କେଉଁଠୁ ଆସିଛି, ତା ଘର ପରିସ୍ଥିତି କ'ଣ, ତାର ଏବେକାର ମାନସିକ ଅବସ୍ଥା କ'ଣ, କ'ଣ ସେ ଚାହୁଁଛି। କେବେ ଆମେ କୌଣସି ସାଧାରଣ ଶିକ୍ଷକ ତ କେବେ କରେନି। ଆମେ ସାଧାରଣତଃ ମାଆଙ୍କ ପିଲାମାନେ ବା ମାଆଙ୍କର ଯେଉଁ ସନ୍ତାନମାନେ, ଅପା ଭାଇମାନେ, ବାପା ମା ମାନେ ଆମେ କେତେ ଦୂର କରୁ, ଏଇଠୁ ଆମେ ନିଜକୁ ଆବିଷ୍କାର କରିବା। ଆମେ କେତେ କରୁ, କାରଣ ପିଲାର ଇଚ୍ଛାକୁ ନ ଜାଣି ତା ଉପରେ ବରଂ ଆମେ ଯେଉଁ ଟିକେ ଆଗରୁ ପଢ଼ୁଥିଲେ ସବୁ କଥା ଜାହିର କରୁ, ତାକୁ କରିବାକୁ ବାଧ୍ୟ କରୁ। ଏଇଭଳି କେବେ ବି କରିବା କଥା ନୁହେଁ। ଅର୍ଥ ମା ତାକୁ ସୁନ୍ଦର ଭାବରେ କହୁଛନ୍ତି କ'ଣ କରିପାରିବା ନା, ଏକରେ କହୁଛନ୍ତି ଖେଳ ଠାରୁ ଆରମ୍ଭ କରି ପୁରସ୍କାର ପର୍ଯ୍ୟନ୍ତ ତାକୁ ଆମେ ବିଭିନ୍ନ କଥା ତା ଆଗରେ ଥୋଇପାରିବା, ଯାହାଫଳରେ କି ତା ମନଟି ଆଗ୍ରହରେ ଭରପୁର ହେଇଯିବ। ଆଉ ସେଇ ଆଗ୍ରହଟି ତାକୁ ଏକାଗ୍ର ହେବାକୁ ଏକ ସୁଯୋଗ ଦେବ, ନିମଗ୍ନ ହେଇଯିବାକୁ ସୁଯୋଗ ଦେବ। ଆଉ ଏଇ ଅବିଚ୍ଛିନ୍ନ ପ୍ରୟାସ ରଖିଲେ ତା ଭିତରେ ଗୋଟେ ସୁନ୍ଦର ନୀରବ ମନର ଜାଗ୍ରତ ଆରମ୍ଭ ହେବ। ଆଚ୍ଛା, ଏଇଟି କ୍ଷେତ୍ରରେ ଆମେ ଗୋଟେ କଥା ହେଇପାରିବା। ଯେଉଁ ଶ୍ରୀମନ୍ଦିରଙ୍କର ଲେଟର୍ସ ଅନ୍ ୟୋଗରେ ସେଇ ମନକୁ ଏକାଗ୍ର କରିବା ପାଇଁ ବହୁ କଥା କହିଛନ୍ତି, କିନ୍ତୁ ମା କାହିଁକି ସେ କଥା ଉଦ୍ଧାର କଲେନି, ବା ମାନେ ଭଗବାନଙ୍କ ଶବ୍ଦ କେବେ ବି ଆମେ ଏଠି ପ୍ରାୟ ପାଇନୁ, ସେ ବ୍ୟବହାର କଲେନି। ନା ସାଧାରଣତଃ ଏଇ ବିଷୟଟି ଆମ ସମସ୍ତଙ୍କ ପାଇଁ ଲେଖା ହେଇଛି, ଯେହେତୁ ସମସ୍ତେ ବୁଝନ୍ତିନି ଭଗବାନଙ୍କୁ, ତେଣୁ ସେ ବିଷୟକୁ ସେ ଏଠିକୁ ଆଣୁନାହାନ୍ତି।
ତ ମୁଖ୍ୟତଃ କହୁଛନ୍ତି ଯେକୌଣସି ଲୋକକୁ ମଧ୍ୟ ଆମେ ଏ କଥା କହିପାରିବା ସେ କେବେ ଭଗବାନଙ୍କ ଶବ୍ଦ ଏଠି ପାଇବନି, କିନ୍ତୁ ଅପରପକ୍ଷରେ ତା ମନଟି କ'ଣ ହେଇଯିବ, ଏକାଗ୍ର ହେଇଯିବ। ତେଣୁ ସାଧାରଣ ଏବେ ଯେଉଁ ଏଜୁକେସନରେ ପୁରା ହେଇଛି ଯେ ମା ଶ୍ରୀମାନଙ୍କର ଏଇ ପଦ୍ଧତିକୁ ବା ଶିକ୍ଷାକୁ ଆମେ ସବୁ ଶୁଣିଛେ ବିଭିନ୍ନ ଆଲୋଚନାରେ, ବା ଆମେ ତାର ଯେଉଁ ଏଥର ଯେଉଁ ଜାତୀୟ ଶିକ୍ଷାନୀତି ବାହାରିଛି ସେଥିରେ ତାର ବ୍ୟାପକତା ସବୁ ସେ ଦେଇଛନ୍ତି। ଯଦିଓ ଏକ ସେଇଥିପାଇଁ ମୁଁ କହେ ଯେ ଚୈତନ୍ୟ ଶିକ୍ଷା ଛଡ଼ା ଆଉ ଅନେକ କଥା ସେ ଏଠି ସଂଲଗ୍ନ କରିଛନ୍ତି ସେ ବିଷୟବସ୍ତୁ ଭିତରେ। ଅର୍ଥ ମନକୁ ଯେତେ ଅଭିନିବିଷ୍ଟ କରିଦେବ କୌଣସି ଜାଗାରେ ସେ ପିଲାର ଆଗ୍ରହ ଭିନ୍ନ ହୋଇଯିବ, ଆଉ ସେ ଯେଉଁ ଯେତେ ପ୍ରଜାପତି ଭଳି ଉଡ଼ି ବୁଲୁଛି ବିକ୍ଷିପ୍ତ ହୋଇକି ବାୟା ବାତୁଳ ହେଉଛି ତା ବାତୁଳତା ଭାଙ୍ଗିଯିବ। ଏକଥା ମଧ୍ୟ ମୁଁ ଅଭ୍ୟାସ କରିଛି। ଆମେ ଏଇଠି ମଧ୍ୟ ଏଇ 20-25 ବର୍ଷ ଭିତରେ ବହୁ ଅଭ୍ୟାସ କରିଛୁ। ଯେମିତି ଖେଳ କଥା ମା କହିଲେ ଆମେ ବି ସେମିତି କରୁ। ପ୍ରଥମେ ପିଲା ଆସିଲା ପରେ ସେମାନେ ଖେଳନ୍ତି, କିଏ ପରିଷ୍କାର ପରିଚ୍ଛନ୍ନ କରନ୍ତି। ଆଉ ସାଧାରଣତଃ ଆମେ ଯେଉଁ ଭାବୁ ଘଣ୍ଟେ ପରେ ପିଲା ପଳେଇ ଆସିବେ, ଅନେକ ପିଲା ଆସନ୍ତିନି। ତେଣୁ କହନ୍ତି ନା ଆମେ ଆଉ ଟିକେ ଖେଳିବୁ। ସେଇଠି ମୋତେ ବୁଦ୍ଧି ପ୍ରୟୋଗ କରିବାକୁ ପଡ଼େ, ଠିକ୍ ଅଛି ତୁମେ ଖେଳ, ଆଉ ଯିଏ ଖୁସିରେ ଆସେ, ଯିଏ ନ ଆସେ ତାହେଲେ ତାକୁ ସେଇଠି କିଛି ଗୋଟେ କାମ ଦେଇଦିଏ ମୁଁ। କେମିତି କାମ ନା, ସେ ଖେଳଟା ଏମିତି ହେଇଥିବ ଯେଉଁ ଖେଳରେ ମୁଁ ତାକୁ କହିଦିଏ ହଉ ତୁମେ ଗୋଟେ ଘରର ଲୋକ ବା 2-3ଟା ପରିବାର ହେଇଯାଅ, ଆଉ ସେ ପରିବାର ଭିତରେ ଜଣେ ହେଇଥିବ ଶିକ୍ଷକ, ଗୋଟେ ଅଲଗା ଲୋକଟେ, ଆଉ ଜଣେ ଦୋକାନୀ କିଏ ହେଇଥିବ, ଆଉ ଜଣେ କିଏ ମାନେ ଯେ ଗାଡ଼ି ଚଲାଉଥିବ, ବା ଆଉ ଜଣେ କିଏ ସେ ପରିବାରରେ ମାନେ ମୂଲିଆ ଭଳି କାମ କରିବାକୁ ଆସିବ। ଏଇଭଳି ବିଭିନ୍ନ କ୍ୟାଟେଗୋରୀ କରିଦିଆଯାଏ। ଫଳରେ ପିଲାମାନେ ଯାହା ଘରେ ଦେଖିଥାନ୍ତି ସେଇ କଥାକୁ ସେଠି ଅଭିନୟ ଭାବରେ କରୁଥାନ୍ତି। ଯେ ଭାତ ରନ୍ଧା ପାଖରୁ ଆରମ୍ଭ କରି ଗୁରୁ ଛେଳି ଦାୟିତ୍ୱ ନେବା, ପିଲାମାନଙ୍କୁ ସଜ କରିକି ସ୍କୁଲ ପଠାଇବା, ସେଠି ଜଣେ ଶିକ୍ଷକ ହେଇଥିବ ସେ ତାକୁ ବସିକି ମାନେ ପଢ଼ଉଥିବ, ଆଉ ଜଣେ ଯିଏ ହେଇଥିବ ସେଇଠି ମାନେ ଗୁରୁ ଗାଈର ସେବା କରୁଥିବ, ବଗିଚାର ସେବା କରୁଥିବ, ଇତ୍ୟାଦି ସବୁ କାମ କରନ୍ତି। ଫଳରେ ପିଲା ଏତେ ଲାଗିଯାଆନ୍ତି, ମୁଁ ପରେ ଦେଖିଛି ନ ପଢ଼େଇକି ବି ସେମାନଙ୍କ ମନ ଭିନ୍ନ ହେଇଯାଇଛି, ଏକାଗ୍ର ହୋଇଛନ୍ତି, ତାପରେ ଯାହା ଶୁଣିଛନ୍ତି ପୁରା ମନେ ରଖିଦେଇଛନ୍ତି। ଏଇଟା ସବୁଠାରୁ ବଡ଼ କଥା। ତାପରେ ମା କହୁଛନ୍ତି ସ୍ୱତଃସ୍ଫୂର୍ତ୍ତ ଅଭ୍ୟାସ ଆଉ ଅନୁଶୀଳନ କଥା କହୁଛନ୍ତି। ପିଲା ଆ ଦ୍ୱାରା କ'ଣ ହୁଏ, ସ୍ୱତଃସ୍ଫୂର୍ତ୍ତ ଅଭ୍ୟାସ କରେ ଆଉ ଅନୁଶୀଳନ କରେ। ଫଳରେ ତା ଯେଉଁ ଭାବନା ଗୁଡ଼ିକ ଭାରି ଜାଗ୍ରତ ହେଇକି ରହେ, ଆଉ ସେଇ ଜାଗ୍ରତ ଅବସ୍ଥାଟା ତାକୁ ପର୍ଯ୍ୟବେକ୍ଷଣ କରିବାର ଶକ୍ତିକୁ ବିକାଶ କରିବାରେ ସାହାଯ୍ୟ କରେ। ଅର୍ଥ ସେ କ'ଣ କଲା, କେମିତି କଲା, କାହିଁ କଲା, ଏ କଥା ସେ ବାରମ୍ବାର ଦେଖେ, ବୁଝେ, ଜାଣେ, ଅନୁଭବ କରେ। ଫଳରେ କ'ଣ ହୁଏ ନା, ଆମେ ଯେମିତି ଗୋଟେ ଘୁଷାଘୁଷି କରି ପିଲାଟାକୁ ପାଠ ପଢ଼େଇ ଦେଉ, ସେ ସ୍ମରଣ ରଖେ, ମାଆକୁ ଜଣେ ପୁଣି କିଛି ଦିନ ପରେ ସେ ଭୁଲିଯାଏ, ସେଇଟା ଏଠି ଆଉ ହୁଏନି। ସେ ବାରମ୍ବାର ନିଜେ ଯେହେତୁ ବୁଝେ, ଜାଣେ, କରି ଶିଖେ, ତେଣୁ ତାର ମନଟି ବ୍ୟାପକ ହେଇଯାଏ। ଆଉ ଯେହେତୁ ସେ ଅଭିନିବେଶ କରିଥିଲା, ଏକାଗ୍ର କରିଥିଲା, ତା ମନଟି ପୁରା କ'ଣ ନା ତାକୁ ସାହାଯ୍ୟ କରେ ସବୁ କଥାକୁ ଠିକ୍ ଭାବରେ ବୁଝିବା ପାଇଁ। ବା ଅନ୍ୟ ଭାଷାରେ କହିବାକୁ ଗଲେ ମାଙ୍କ ଭାଷାରେ ତାର ବୋଧଶକ୍ତି ବଢ଼ିଯାଇଥାଏ। ଏଇ ବୋଧଶକ୍ତି ବଢ଼ିବା ହେତୁ ତା ଭିତରେ ଏ କଥାଟି ଦୀର୍ଘସ୍ଥାୟୀ ରହିବାରେ ତାକୁ ସାହାଯ୍ୟ କରେ। ଆଉ ଗୋଟେ କଥା ମା ଶେଷରେ କହୁଛନ୍ତି, ଯଦି ପିଲାଟି କେତେବେଳେ ବୁଝିପାଇଲାନି କ'ଣ ଗୋଟେ କଥା ହେଲା, ଯଦି ସେ ପଚାରିଲା, ଆମେ ତାକୁ କେବେ ନିରାଶ କରିବାନି, ହତାଶ କରିବାନି, ବୁଝେଇଦେବା। ଯଦି ନ ପାରିଲେ ଯିଏ ବୁଝିଛନ୍ତି ତାଙ୍କ ସହ ସାକ୍ଷାତ କରେଇଦେବା, ମିଶେଇଦେବା। ବା ବିଶେଷ କରି ଅପା ଭାଇ, ଆମେ ଯେଉଁମାନେ ବିଦ୍ୟାଳୟରେ ପଢ଼ଉଛନ୍ତି ସେମାନଙ୍କ ସହିତ, ବା ପାଠଚକ୍ର ଲୋକ ଅପା ଭାଇ ଅଛନ୍ତି, ସେମାନଙ୍କ ସହିତ କିଛି ଦିନ ଆଗରୁ ଦୟା ଭାଇଙ୍କ ସହିତ କଥା ହେଉଥିଲେ। ସେ ଗୋଟେ କଥା କହୁଥିଲେ ଯେ ଗୁରୁ ଦିବସ ଦିନ ଯେ ଭାଇ ମୁଁ ଏହା କରେ ଯେ ପିଲାମାନଙ୍କୁ ବହୁତ କଥା ପରାମର୍ଶ ଦିଏ, ପଢ଼େଇବା ଆଗରୁ କିଛି ସମୟ ତାଙ୍କୁ ବିଭିନ୍ନ କଥା, ବିଭିନ୍ନ ଯେଉଁ ସମସାମୟିକ ସମସ୍ୟା ଆଲୋଚନା କରେ। ପିଲାମାନେ ଭିନ୍ନ ହେଇଯାଆନ୍ତି, ତାଙ୍କର ଯେଉଁ ମାନେ ଯେମିତି ମା କହିଲେ ମାନେ ବିକ୍ଷିପ୍ତ ମନଟି ଶାନ୍ତ ହୋଇଯାଏ, ନୀରବ ହୋଇଯାଏ, ଆଉ କେନ୍ଦ୍ରୀଭୂତ ହୋଇଯାଏ। ଫଳରେ ପିଲା ବହୁତ କଥା ଗ୍ରହଣ କରିବାକୁ ସେମାନେ ଆଗ୍ରହ ଦେଖାନ୍ତି। ଏ ହେଲା କଥା। ତେଣୁ ଆମକୁ କରିବାକୁ ପଡ଼ିବ। ଆମେ ବି ଜାଣିଛୁ। ଆଉ ଗୋଟେ କଥା ବି କହିପାରେ ଶେଷରେ, ଯେଉଁ ମାନେ ବିପାସନା ଯେଉଁ ଅଛି ଗୋଟେ ଯୋଉ ମାନେ ବୁଦ୍ଧଙ୍କର କ୍ଷେତ୍ରରେ, ସେଇଠି ମଧ୍ୟ ବୁଦ୍ଧଦେବ ବିପାସନାରେ କରିଛନ୍ତି କ'ଣ ନା, ଯିଏ ଯିବ ସେଠି କେବଳ ଧ୍ୟାନ, ଏକାଗ୍ର। ଏପରିକି ସେଇ ଧ୍ୟାନ ବେଳେ 14 ପୁରୁଷ କଥା ହିଁ ମନେ ପଡ଼ିଯିବ। ଏମିତି ମୁଁ ଯାଇଛି 10 ଦିନ କାଳ ରହିଛି ଗୋଟେ ଜାଗା, ସେଇଠି ଡେଲି ସେଇ କଥା କରୁ ମନଟା ସ୍ଥିର ହୋଇଯାଏ, ଆଉ ବହୁତ ପ୍ରଶ୍ନର ସମାଧାନ ସେଇଠି ହେଇଯାଏ। ଯାହା ବି ହଉ, ଏ ହେଲା ମାନସିକ ସ୍ତରୀୟ ଶିକ୍ଷାର ମାଙ୍କର ଏଇ ପ୍ରଥମ ଯେଉଁ ମାନସିକ ଦକ୍ଷତାର କଥା। ଆଉ ମୋ ସାମର୍ଥ୍ୟ ଅନୁସାରେ ମୁଁ ଏତିକି କହିଲି। ଆଉ ଏଇଠି ରଖିବା, ଯାହାକି ହେଲା ତାର
जे कनसेंट्रेशन आउ जो एटेंशन ए उपरे कथाटी यही रोचे एथि सहित मोर यह वक्तव्य शेष करुच्ची धन्यवाद वंदे मातरम प्रणाम समस्त Muted.